ऊनपञ्चाशत् अध्याय आनन्द सबर संवाद। नमस्ते प्रभु रघुनाथ कांडकु दंडवे निहस्त कौशल्या देवीଙ୍କ नंदन अशेष मुनिଙ୍କ वंदन तेणु शरण विप्रराम पुरा अमर मनस्काम पुଣି चैतन्य महाज्ञाता कहई विष्णु भक्त कथा ଶୁଣ ସୁମନ ଶୁଦ୍ଧ ଭାବେ ମୁଁ ଯାହା କହୁଅଛି ଏବେ ଶ୍ରୀହରି ଭକ୍ତମାନଙ୍କର ମହିମା ଅପାରୁ ଅପାର ଯେନର ଶ୍ରଦ୍ଧା ଭାବେ ଶୁଣି ସେତରେ ଭବ ତରଙ୍ଗିଣୀ ଦେଖ ଏ ଜାତିରେ ସବର ତଳମାଳରେ ତାର ଘର ନାମ ଆନନ୍ଦେ କହୁତୁକି ନିରତେ ପତଙ୍ଗ ପାତକି ପୁତ୍ର ଦୁହିତା ତାର ନାହିଁ ଏକାଶେ ପତି ପତ୍ନୀ ଦୁଇ କେବଳ ପକ୍ଷୀ ବେଣ୍ଟ କରେ ସେ ଅଠା କାଣ୍ଡିଆ ନଳରେ ଜାଲ ପକାଇ ଫାସ ପାତି ପକ୍ଷୀକି ମାରୁଥାଏ ନୀତି ସେ ପକ୍ଷୀ ମାଂସ ବିକି ଆଣି ପ୍ରାଣ ପୋଷନ୍ତି ବେନି ପ୍ରାଣୀ ଏମନ୍ତେ ବେନି ଜଣ ଥାନ୍ତି ପାତକ ବୋଲି ନାହିଁ ଭୀତି ଯେ ନିତ୍ୟ ଜୀବ ହତ୍ୟା କରେ ଅନ୍ୟ ପାପକୁ ସେ କି ଡରେ ନ ଜାଣେ ଅନ୍ୟ କଥା ମାନ ଯେ ତୀର୍ଥ ବ୍ରତ ଦାନ ପୁଣ୍ୟ ଶ୍ରୀରାମ କୃଷ୍ଣ କଥା ମାନ ଦିନେ ଶୁଣିଲା ନାହିଁ କର୍ଣ୍ଣ ସାଧୁଙ୍କ ସଙ୍ଗ କରିବାର ତିଳେ ହେ ମନ ନାହିଁ ତାର କେବଳ ଜୀବ ହତ୍ୟା କରେ ବଞ୍ଚଇ କାଳକ୍ଷେପଣରେ ଉତ୍ତର ଦେଶରେ ଭକତ ବିଚାର କଲେ ତାଙ୍କ ଚିତ୍ତ ବାରେ ମୁଁ କ୍ଷେତ୍ରବରେ ଯିବି ପ୍ରଭୁଙ୍କୁ ଦର୍ଶନ କରିବି ଏମନ୍ତ ବିଚାରିଣ ଚିତ୍ତେ ଗମିଲେ କ୍ଷେତ୍ରର ନିମନ୍ତେ ଗ୍ରାମ ଗ୍ରାମକେ ରହି ରହି ମିଳିଲେ ସେ ଗ୍ରାମରେ ଯାଇ ଆସି ପ୍ରବେଶ ହେଲେ ତହିଁ ଶବର ଦ୍ୱାରେ ଉଭା ହୋଇ ବିଚାର କଲେ ହୃଦୟର ରାତ୍ରକ ବଞ୍ଚିବା ଏଠାର ଏମନ୍ତ ଭାବି ତହିଁ ବସି ଆନନ୍ଦେ ରାମ ନାମ ଘୋଷି ତାହା ଶୁଣି ନ ସେ ଶବର ମନ୍ଦିରୁ ହଇଲା ବାହାର ପାଶେ ପ୍ରବେଶ ହେଲା ଆସି ପୁଛଇ ମନ୍ଦ ମନ୍ଦ ହସି କହେ ବୈଷ୍ଣବ କେଉଁଠାରେ କିମ୍ପା ହଇଲ ଏ ଉପରେ କାହୁଁ ଅଇଲ ଯିବ କାହିଁ ସ୍ୱରୂପ କହ ଏ ଗୋସାଇଁ ତା ଶୁଣି ବଇଲେ ଅତିଥ ଶୁଣ ଶବର କହୁଁ ସତ ଆମ୍ଭେ ଯେ ସଦା ତୀର୍ଥବାସୀ ଯୋଗେ ମିଳିଲୁ ଏଥେ ଆସି ଦକ୍ଷିଣ ଦେଶକୁ ଗମନ କରିବୁ ବିଚାରିଛୁ ମନ ଶ୍ରୀରାମ ଧାମ ଯାଏ ଯିବୁ ପ୍ରଭୁଙ୍କୁ ଦର୍ଶନ କରିବୁ ତହିଁ ଉତ୍ତାରେ ରଘୁବର ଯେଣେ ନେବେ ଇଚ୍ଛା ତାଙ୍କର ମହର ନୁହଁଇ ଆୟତ ଶବର କହିଲୁଟି ସତ୍ୟ ତହର ନାମ ଗଟି କିସ କେବଳ ଗୁରୁର ତୋ ଶିଷ୍ୟ ଜୀବିକା ଅଟେ କିସ ତର କହତ ସ୍ୱରୂପ ଆଚାର ତା ଶୁଣି ଶବର କହଇ ଶୁଣ ହେ ବୈଷ୍ଣବ ଗୋସାଇଁ ନାମ ମୋ ପଚାରିଲ ଯାହା କହୁଅଛି ମୁଁ ଶୁଣ ତାହା ଆନନ୍ଦ ନାମ ଗଟି ମୋର ଦେଇ ଯେ ଅଛନ୍ତି ପିଅର ଜାତି ମୋ ଅଟଇ ଶବର ନ ଜାଣେ ଗୁରୁ ବୋଲି ମୋର କିସ ହୁଅଇ ଗୁରୁ କଲେ ଏହା ମୁଁ ନ ଜାଣଇ ଭଲେ ଏବେ ଗୋସାଇଁ ତା କହିବ ଶୁଣିବି ଗୁରୁ ଶିଷ୍ୟ ଭାବ ଶୁଣି ଅତିଥ କହେ ଧୀର ଶୁଣରେ ଆନନ୍ଦା ଶବର ଯେବେ ତୁ କରିନାହୁଁ ଗୁରୁ କି ରୂପେ ତରିବୁ ସଂସାରୁ ଶ୍ରୀରାମ କୃଷ୍ଣ ମନ୍ତ୍ର ବାଣୀ ଯେବେ ଶ୍ରବଣେ ନାହୁଁ ଶୁଣି ନିଶ୍ଚେ ନରକେ ଗତି ତର ମୂଳ ହଇଲା ମନେ କର ତ ସଙ୍ଗେ ପ୍ରସଙ୍ଗ ହେବାର ଉଚିତ ନୁହଁଇ ଆମ୍ବର ଏମନ୍ତ କହି ପୁତି ମଥା ରହିଲେ ନ କହିଣ କଥା ତା ଶୁଣି ବଲଇ ଶବର ଶୁଣ ଗୋସାଇଁ ମୋ ଉତ୍ତର ମୁଁ ଯେବେ ଏଡ଼େ ପାପୀ ଜନ ପବିତ୍ର କର ମୋ ଜୀବନ ଶ୍ରୀରାମ ନାମ ମନ୍ତ୍ର ସାର ଶ୍ରବଣେ ଦିଅ କି ନାମର ପାଇ ଶ୍ରୀ ଗୁରୁ ଉପଦେଶ ପାତକ ମୋର ହେଉ ନାଶ ତୁମ୍ଭେ ତ ପର ଉପକାରେ ନିରତେ ଭ୍ରମ ଏ ସଂସାରେ ମୁଁ ତୁମ୍ଭ ଚରଣେ ଶରଣ କର ମୋ ଜୀବ ପରିତ୍ରାଣ ଏମନ୍ତ ବୋଲି ପାଦେ ପଡ଼ି ଉଠି ମସ୍ତକେ କର ଯୋଡ଼ି ବିନୟେ କହିଲା ବହୁତ ଶୁଣି ସନ୍ତୋଷ ସେ ଅତିଥ
ଶୁଣ ହେ ମନ ମହିପାଳ, ସାଧୁଙ୍କ ସେବା ଏତେ ଫଳ। ଉଦେହ ଇଲେ ଦିନ କର, ଯେସନେ ନାଶେ ତମ ଗୁର। ଶରଦ ହଇଲେ ପ୍ରବେଶ, ଜଳୁ କଳୁଷ ଯେନେ ନାଶ। ଲାଗିଲେ ପରଶ ପଥର, ସୁବର୍ଣ୍ଣ ହୁଏ ଲୁହାଛାର। ବସନ୍ତ କାଳ ଆଗମନେ, କାଠ ଚନ୍ଦନ ହୁଏ ଯେହ୍ନେ। ଯେସନେ ଦେଖ ନଦୀ ଜଳ, ଗଙ୍ଗା ସଙ୍ଗତେ ହେଲେ ମେଳ। ତେସନେ ଗଙ୍ଗା ହୁଏ ସେହି, ଭେଦ କରନ୍ତା କେହି ନାହିଁ। ଏଣୁ ସୁସଙ୍ଗ ଫଳ ଯେତେ, କେ କହି ପାରିବେ ସାକ୍ଷାତେ। ତହୁଁ ସବର ଗଲା ଚଳି, ନିଜ ମନ୍ଦିରେ ଯାଇ ମିଳି। କହିଲା ନିଜ ପତ୍ନୀ ପାଶ, ଘେନିବି ମନ୍ତ୍ର ଉପଦେଶ। ବୈଷ୍ଣବ ଜଣେଛନ୍ତି ବସି, ଉତ୍ତମ ସାଧୁ ତୀର୍ଥବାସୀ। ତାହାଙ୍କ ଠାରୁ ମନ୍ତ୍ର ସାର, ଘେନିବି ମନ ହେଲା ମୋର। ଏମନ୍ତ କହି ନିଜ ପୁର, ଗୋମୟ କରିଣ ସଂସ୍କାର। ନାନା ବର୍ଣ୍ଣରେ ଦେଇ ଝୁଟି, ପକାଇ ମୃଗ ଛାଲ ଗୋଟି। ସୁସ୍ୱାଦୁ ଫଳ ମୂଳ ମାନ, ଯତନେ ଥୋଇଲା ସେ ସ୍ଥାନ। ଅତିଥି ବିଜେ କରାଇଲା, ନେଇ ଆସନେ ବସାଇଲା। କହିଲା ବିନୟ ବଚନ, ପବିତ୍ର କର ମୋ ଜୀବନ। ତା ଶୁଣି କହନ୍ତି ଅତିଥ, ଶୁଣ ସବର କହୁ ସତ୍ୟ। ଆମ୍ଭେ ଯଦ୍ୟପି ନାମ ତତେ, ଦେବୁ ସ୍ୱରୂପ କହ ମତେ। ଆମ୍ଭର ଆଜ୍ଞା ପାଳୁଥିବୁ, କେବେ ଅନ୍ୟଥା ନ କରିବୁ। ଏକଥା ସତ୍ୟ କରୁ ଯେବେ, ତକର୍ଣ୍ଣେ ମନ୍ତ୍ର ଦେବୁ ତେବେ। ତା ଶୁଣି ବଲଇ ସବର, ଶୁଣ ଗୋସାଇଁ ସତ୍ୟ ମୋର। ଯେ ଆମ୍ଭ କୁଳାଚାର କଥା, ଆମ୍ଭେ ତା ନ ଛାଡୁ ସର୍ବଥା। ଏଥି ଉତ୍ତାରେ କଥା ଯେହୁ, ବହନ କରି ଆଜ୍ଞା ହେଉ। ପାଳିବି ସତ୍ୟ ସତ୍ୟ ମୋର, କହୁଛି ତୁମ୍ଭର ଛାମୁର। ତା ଶୁଣି ଅତିଥି ବଇଲେ, ମୁଁ ଯାହା କହୁଅଛି ଭଲେ। ଯେବେ ତୁ ଦେଖିବୁ ଅତୀତ, ଆଗେ କରିବୁ ଦଣ୍ଡବତ। କ୍ଷମତା ଥିଲେ କିଛି ଦେବୁ, ନଦେଲେ ବିନୟେ କହିବୁ। ଯେ ନାମ କରିବ ଗାୟନ, ଶୁଣିବୁ ଶ୍ରଦ୍ଧା କରି ମନ। ଯେ ବାବୁ ଜନ ତହିଁ କରି, ଭୁଞ୍ଜିବୁ କୃଷ୍ଣ ନାମ ଧରି। ଏକଥା ଟିକି ସତ୍ୟ କର, ସତ୍ୟ ବହିଲା ସେ ସବର। ତା ଶୁଣି ସବରକୁ ଆଣି, ସିଞ୍ଚିଲେ ମୁଣ୍ଡେ କୁଶ ପାଣି। ବସାଇ ଆପଣା ନିକଟେ, ତିଳକ ଦେଲେ ଭାଲ ଫୁଟେ। ରାମ ତାରକ ମନ୍ତ୍ର ସାର, କହିଲେ କର୍ଣ୍ଣରେ ତାହାର। ବହିଲେ ଶୁଣରେ ସବର, ଯାହା କହିଲୁ କର୍ଣ୍ଣେ ତୋର। କେବଳ ଇଷ୍ଟ କର ତୋର, କେବେ ହେ ମନୁ ନ ପାଶୋର। ଏ ଯେଉଁ ମହାମନ୍ତ୍ର ଗୋଟି, ଭବ ବନ୍ଧନ ପାରେ କାଟି। ଏଥିରେ ହେବ ଯା ବିଶ୍ୱାସ, ତାକୁ ପାତକ ଛାର କିସ। ଏ ଯେଉଁ ଭବ ସିନ୍ଧୁ ବାରି, ନାମ ନାବରେ ହେବ ପାରି। ନାମ ଓ ନଳ କିଞ୍ଚିତରେ, ପାତକ ତୁଳା ପର୍ବତରେ। ଛୁଇଁବା ମାତ୍ରେ ଭସ୍ମ ହେବ, କେବଳ ବିଶ୍ୱାସ ଯା ଥିବ। ଏମନ୍ତ ଗୁରୁ ଆଜ୍ଞା କହି, ଉଠିଲେ ବୈଷ୍ଣବ ଗୋସାଇଁ। ସେ ଫଳ ମୂଳ ସେବା କଲେ, ଉଠି ପ୍ରଭାତୁ ଚଳିଗଲେ। ସବର ଖଣ୍ଡେ ଦୂର ଗଲା, ପ୍ରଣାମ କରିଣ କହିଲା। କଥାଏ ମାତ୍ର ପୁଛି ବଇଁ, କହ ମୋ ସନ୍ଦେହ ଫିଟାଇ। ଏ ରାମ ନାମ ଗୋଟି ଯାର, କେମନ୍ତ ସ୍ୱରୂପ ତାଙ୍କର। ଏତେକ ମାତ୍ର କହି ଯିବ, ଶୁଣି କହନ୍ତି ଗୁରୁଦେବ। ଯାହା ତୁ ପଚାରିଲୁ ମତେ, କହିବା ଶୁଣ ଶୁଦ୍ଧ ଚିତ୍ତେ। ନବୀନ ନୀଳ ଘନ କାନ୍ତି, ପ୍ରାୟ ସେ ଶ୍ରୀରାମଙ୍କ ଜ୍ୟୋତି। କେ କହୁ ଶ୍ରୀରାମଙ୍କ ଶୋଭା, କୋଟିଏ ଚନ୍ଦ୍ର ଜିଣି ପ୍ରଭା। ରତ୍ନ କିରୀଟି ଶିରେ ସୁହେ, ଯୋଗୀନ୍ଦ୍ର ଜନ ମନ ମୋହେ। ରୁଚିର ଶ୍ରବଣେ ଯୁଗଳେ, ରତ୍ନ କୁଣ୍ଡଳ ବେନି ଲୋଳେ। ଅମଳ କମଳ ନୟନ, ଚାହିଁଲେ ହରେ ପ୍ରାଣୀ ମନ। ନାସିକା ଅତି ହିଁ ରୁଚିର, ଧନ୍ୟ ସେ ସୁରଙ୍କ ଅଧର। କଣ୍ଠେ କୌସ୍ତୁଭ ମଣି ସାଜେ, କାଣ୍ଢକୁ ଦଣ୍ଡ ବେନି ଭୁଜେ। ହିମ କିଙ୍କିଣୀ କଟି ମାଝେ, ଚରଣେ ନୂପୁର ବିରାଜେ। ରତ୍ନ କଠାଉ ଶ୍ରୀପୟରେ, ଯହିଁ ଶରଣ ସୁର ନରେ। ଏମନ୍ତ ସ୍ୱରୂପ ଯେ ରାମ, ଲକ୍ଷ୍ୟ ନୁହଁଇ କୋଟି କାମ।
ତୁ ଏହି ରୂପ ଧ୍ୟାନ କରି ଭଜିବୁ ରାମ ନାମ ଧରି। ଏମନ୍ତ କହି ଗୁରୁ ଗଲେ ଶବର ଲେଉଟି ଅଇଲେ। ଏକଥା କରି ଗଣ୍ଠି ଧନ ପ୍ରବେଶ ତା ନିଜ ଭୁବନ। ସ୍ନାନ ଶୌଚ ଆଦି ହୋଇ ଭୋଜନ କରିବାକୁ ଯାଇ। ବସି ସେ ରୂପ ଧ୍ୟାନ କରି ଭୁଞ୍ଜିଲା ରାମ ନାମ ଧରି। ଏହି ପ୍ରକାରେ ପ୍ରତିଦିନ କରି ସେ ବଞ୍ଚୁଥାଇ ଦିନ। ନ କରି ରାମ ରୂପ ଧ୍ୟାନ ରାମ ନ ବୋଲେ ଏକ ଦିନ। ତୁଣ୍ଡେ ତା ନଦୀ ଅଇ ବାରି ଏହା ସେ ଅଛି ମୂଳ କରି। ଆମିଷ ଆଦି ଦ୍ରବ୍ୟ ମାନ ଯାହା ସେ କରଇ ଭୋଜନ। ଏମନ୍ତ ଗଲା କେତେ ଦିନ ଶୁଣଃ ସୁମନ ରାଜନ। ଦିନେକ ମୃଗ ଗୋଟି ମାରି ତାହାର ମାଂସ ଆଣି କରି। ଯତନେ କଲା କରନ୍ଧନ ନାନାଦି ପ୍ରକାରେ ବ୍ୟଞ୍ଜନ। ରାଜସା କରାଦି ମହୁର ଆମ୍ବିଳ ପାଚୁଡ଼ି ବେସର। ଏମନ୍ତ ନାନାବିଧ କରି ସ୍ନାନାଦି କର୍ମମାନ ସାରି। ଭୁଞ୍ଜିବା ନିମନ୍ତେ ଶବର ବସିଲେ ଆସନେ ତାହାର। ପତ୍ନୀ ତା ପରଶିଲା ଆଣି ବଇଲା ଶୁଣ ପ୍ରାଣମଣି। ଯେବେ ଏତେକ ଖାଇଦେବ ବଳିଷ୍ଠ ବୋଲି ଜଣାଯିବ। ଶୁଣି ଶବର ତୁଷ ହୋଇ ପ୍ରିୟାକୁ ଆଗରେ ବସାଇ। ଅନେକ ପରିହାସ କଲା ଗୁରୁଙ୍କ ଆଜ୍ଞା ପାଶୋରିଲା। ମାଂସ ଖଣ୍ଡକ ହସ୍ତେ ଧରି ନାମ ନ ବୋଲେ ତୁଣ୍ଡେ ଭରି। ଗିଳିଲା ବେଳେ ମନେ ତାର ପଡ଼ିଲା ଗୁରୁ କହିବାର। ବହିଲା ଧିକ ମୋ ଜୀବନ ଛାଡ଼ିଲି ଗୁରୁ ଦେବା ଜ୍ଞାନ। ଏ ଦେହେ ପ୍ରୟୋଜନ କିସ ପୋଡ଼ିଲି ଜୀବନର ଆଶ। ଏମନ୍ତ ବୋଲି ଦୁଃଖାନ୍ତରେ ତଣ୍ଟି ଧଇଲା ବାମ କରେ। ଗର୍ଭକୁ ଯିବ ବୋଲି କରି ଭିଡ଼ି ଧଇଲା ଆଣ୍ଟ କରି। ଭାଗ୍ୟକୁ ବଇଲା ଲୋ ଶୁଣ ଦାଢ଼ୁଆ କାଣ୍ଡ ପଟେ ଆଣ। ଖଣ୍ଡା ବା କଟୁରୀ କୁରାଢ଼ି ଯେତର ହସ୍ତେ ଯିବ ପଡ଼ି। ବହନ ଘେନି କରି ଆସ ବିଳମ୍ବେ ନାହିଁ ଆଉ ଯଶ। ମୁଁ ମୂଢ଼ ମନ୍ଦ କୃତ୍ୟ କଲି ଶ୍ରୀରାମ ନ ବୋଲି ଭଞ୍ଜିଲି। ଆଣ୍ଟେ ମୁଁ ଧରିଅଛି ତଣ୍ଟି କଣ୍ଠ ତଳରୁ ଦେବି କାଟି। ସେ ମାଂସ କାଢ଼ି ପକାଇବି ମୁଖ ଧୋଇ ନ ଶୁଚି ହେବି। ଚିନ୍ତି ଶ୍ରୀ ଗୁରୁ ଦେବା ଜ୍ଞାନ ପୁଣି ମୁଁ କରିବି ଭୋଜନ। ଶୁଣି ଯୁବତୀ ବୋଲେ ଥାଇ ତତେ କିଏ ସେ କଲା ବାଇ। ତଣ୍ଟି କାଟିଲେ ତୁ ମରିବୁ ଏକ୍ଷଣି ଜୀବନ ହାରିବୁ। ଏ ବୁଦ୍ଧି କେହୁ ଦେଲା ତତେ ଅନାଥ କରିବୁ କି ମତେ। ଛାଡ଼ ତୁ ଏମନ୍ତ ସାହସ ତୁଣ୍ଡୁ ପକାଇ ଦିଅ ମାଂସ। ତା ଶୁଣି ବୋଲଇ ଶବର ସେ ପୁଣି ନୁହଁଇ କାହାର। ମୀନର କଣ୍ଟା ପ୍ରାୟ ହୋଇ ଯେ ଗଳେ ଲାଗି ନ ଅଛଇ। ତଣ୍ଟିରୁ କାଢ଼ି ଦେଲେ ହସ୍ତ ଗର୍ଭକୁ ଯିବଟି ତ୍ୱରିତ। ଶୁଣି ଯୁବତୀ ଡକା ପାଡ଼ି ବୋଲଇ ହସ୍ତେ ଦିଅ କାଢ଼ି। ଗର୍ଭକୁ ପଛେ ଯାଉ ମାଂସ ନୁହିଲେ ମରିବି ଅବଶ୍ୟ। ତପିଣ୍ଡୁ ଛାଡ଼ିଗଲେ ପ୍ରାଣ ମୁଁ ବିଷ ଖାଇବି ପ୍ରମାଣ। ଲାଗିବ ସ୍ତ୍ରୀ ହତ୍ୟା ତତେ ବୋଲି ଧଇଲା ବିଷ ହସ୍ତେ। ତା ଦେଖି ବୋଲଇ ଶବର ତୁ ପଛେ ନିଶ୍ଚେ ମଲେ ମର। ଯାବତ ସୃଷ୍ଟି ପ୍ରଳୟ ହେଲେ ସତ୍ୟ ମୁଁ ନ ଲଙ୍ଘିବି ତିଳେ। ନିଶାରେ ଉଦେ ଦିନ କର ଶୀତଳ ହେବ ବୈଶାନର। ବୃକ୍ଷ ପର୍ବତ ଗତାଗତ ସାଗର ଲଙ୍ଘିବି ଜଗତ। କଳଙ୍କ ତେଜି ନିଶା କର ମୁନିଏ ହେବେ ଅନ୍ୟାଚାର। ସତୀଏ ନିଜ ପତି ଛାଡ଼ି ଅନ୍ୟ ପୁରୁଷ ସଙ୍ଗେ ପଡ଼ି। ଏ ଉତ୍ପାତ ମାନ ହେଲେ ସତ୍ୟ ମୁଁ ନ ଲଙ୍ଘିବି ଭଲେ। ହରିବି ଗୁରୁଙ୍କ ବଚନ ଯାଉ ବା ଥାଉ ଏ ଜୀବନ। ଏଥେ ବିଚାରି ନାହିଁ ମୋର ତାହା ଜାଣନ୍ତି ରଘୁବୀର। ଏମନ୍ତ ବୋଲି ଉଠିଗଲା ପ୍ରଚଣ୍ଡ କାଣ୍ଡେକ ଆଣିଲା। କ୍ଷୁରଧାର ମୁଁ ଅତି ଗାଢ଼ କାଟନ୍ତେ ଛିଡ଼ି ଯିବ ହାଡ଼। କଣ୍ଠରେ ବସାଇଲା ନେଇ ତାହା ଜାଣିଲେ ଭାବଗ୍ରାହୀ। ଯେ ପ୍ରଭୁ ଭକତ ବତ୍ସଳ ଭକତ ଭାବ ଯାର ମୂଳ।
ନାହିଁ ତା ଉଚ୍ଚ ନିଚ ଜାତି, ନଥାଇ ଧର୍ମାଧର୍ମ କୀର୍ତ୍ତି। ନିଷ୍କାମ ଶକ୍ତି ଏକା ଥିବ, ସତ୍ୟରେ ଯାର ଦୃଢ଼ ହେବ। ସେତର ମିତ୍ର ସମ କରି, ତାହାକୁ ଜଗିଥାନ୍ତି ହରି। ଏକଥା ଅଟଇ ପ୍ରମାଣ, ସକଳ ଶାସ୍ତ୍ରେ ବଖ୍ୟାଣ। ମାୟାରେ ବିପ୍ରରୂପ ହୋଇ, ବିଜୟ କଲେ ଭାବଗ୍ରାହୀ। ଝଟକ ବିଦ୍ୟୁତ୍ ପ୍ରାୟ ଦିଶି, ଆକାଶୁ ପଡ଼ିଲେ କି ଖସି। ଶବର ଆଗେ ହେଲେ ଉଭା, କେ କହୁ ତାହାଙ୍କର ଶୋଭା। ଅଳପ ମୃଦୁ ମୃଦୁ ହସି, କହନ୍ତି ପ୍ରଭୁ ବ୍ରହ୍ମ ରାଶି। ଶୁଣରେ ଆନନ୍ଦାଶବର, କିମ୍ପା କାନ୍ଦୁଛି ପତ୍ନୀ ତର। ତୁ ହସ୍ତେ କାଣ୍ଡ ପଟେ ଧରି, କିମ୍ପା ତଣ୍ଟିରେ ଅଛୁ ଭରି। ରୁଧିର ଗଳେ କି ନିମନ୍ତେ, ଫେଡ଼ି ନ କହ ତୁହି ମତେ। ତା ଶୁଣି ଶବରର ନାରୀ, କାନ୍ଦଇ ବିପ୍ରପାଦ ଧରି। କାହୁଁ ବିଜୟ କଲ କିନା, ଜୀବନ ରଖବାରେ ସିନା। ପତି ମୋ କାଟୁଅଛି ତଣ୍ଟି, ଛଡ଼ାଇ ନିଅ କାଣ୍ଡ ଗଟି। ତା ଶୁଣି କହଇ ଶବର, କାଣ୍ଡକେ ଛଡ଼ାଇବ ମୋର। ମୋ ସତ୍ୟ ବ୍ରତ କଲେ ନାଶ, ଅଧର୍ମ ପାଇବ ଅବଶ୍ୟ। ଗୁରୁ ମୋ ଦେବା ତତ୍ତ୍ୱ ଜ୍ଞାନ, ଶ୍ରୀରାମ ସୁମରି ଭଜନ। କରିବୁ ବୋଲି ଆଜ୍ଞା ଦେଲେ, ତାହା ମୁଁ ପାଶୁରିଲି ଭଲେ। ଦେଖ ମୋ ହର ମନ୍ଦ କର୍ମ, ବିଧାତା ମତେ କଲା ଭ୍ରମ। ଏଣୁ ମୁଁ ମରିବି ଅବଶ୍ୟ, ଏ ଦେହେ ପ୍ରୟୋଜନ କିସ। ତା ଶୁଣି ବୋଲନ୍ତି ଶ୍ରୀହରି, ମଲେ ଅର୍ ଯିବୁ କେଉଁ ଶିରି। ଛାଡ଼ ଆଜିକ ଯାଉ କିନା, କାଲି ଭୋଜନ କରୁ ସିନା। ତା ଶୁଣି ବୋଲଇ ଶବର, ଭଲା କହିଲୁ ବିପ୍ରବର। ଶ୍ରୀଗୁରୁ ଆଜ୍ଞା ଲଙ୍ଘି ମୁହିଁ, କେତେ କାଳ ହିଁ ବଞ୍ଚିବହିଁ। ଅବଶ୍ୟ ଥରେ ତ ମରିବି, କିମ୍ପା ନରକେ ସଞ୍ଚରିବି। ଏଣୁ ନ ବୋଲ ମତେ କିଛି, ନିଶ୍ଚୟ ପ୍ରାଣ ଦେଉଅଛି। ଏମନ୍ତ ବୋଲି କାଣ୍ଡ ଧରି, ତଣ୍ଟି କାଟନ୍ତେ ଆଣ୍ଟ କରି। ତା ଦେଖି ପ୍ରଭୁ ରଘୁନାଥ, ବେଗେ ଧଇଲେ ତାର ହସ୍ତ। ବଇଲେ ତୁରେ ଭକ୍ତମଣି, ଆମ୍ଭେକୁ ଦଣ୍ଡ ଚକ୍ର ପାଣି। ଆମ୍ଭେଟି ଜଗତ ଈଶ୍ୱର, ତୁ ମନେ ସନ୍ଦେହ ନ କର। ତା ଦେଖି ବୋଲଇ ଶବର, ଦେଖାଅ ନିଜ ରୂପ ତୋର। ଗୁରୁ କହିଲେ ଯେଉଁ ରୂପ, ଦେଖି ସେ ରାମଙ୍କ ସ୍ୱରୂପ। ତେବେ ମୁଁ ପରତେ କରିବି, ନୋହିଲେ ଜୀବନ ହାରିବି। ଶୁଣି ବୋଲନ୍ତି ଦେବରାଜ, ତୋହର ବେଣି ଚକ୍ଷୁ ବୁଜ। ଶୁଣି ଶବର ତୁସ ମନ, ତକ୍ଷଣେ ବୁଜିଲା ନୟନ। ଭକତ ଭାବେ ଦେବ ହରି, ତକ୍ଷଣେ ନିଜ ରୂପ ଧରି। ଭକତ ଆଗେ ହେଲେ ଉଭା, କୋଟି କନ୍ଦର୍ପ ରୂପ ଶୋଭା। କୋଟିଏ ଇନ୍ଦ୍ର ନୀଳମଣି, କାନ୍ତିକି ଯିବେ ନିଉଛାଣି। ସେ ଦୁର୍ବାଦଳ ନବ ଘନ, ଜିଣି ସୁନ୍ଦର ସୁବଦନ। ଚନ୍ଦ୍ରବଦନ ବିମ୍ବାଧର, ରାଜୀବ ଲୋଚନ ସୁନ୍ଦର। ଅତି ବିସ୍ତାର ବକ୍ଷସ୍ଥଳ, ବଳିନ ସୁବାହୁ ଯୁଗଳ। କାଣ୍ଡକୁ ଦଣ୍ଡ ବେନି ଭୁଜେ, ଅଶେଷ ଦୁଷ୍ଟ ଦର୍ପ ଗଞ୍ଜେ। କଣ୍ଠେ କୌସ୍ତୁଭ ମଣି ଲୁଳେ, ଶିବସ ଚିହ୍ନ ହୃଦସ୍ଥଳେ। ହେମ କଙ୍କଣ ବେନି କର, କଟିରେ ଶୁଭେ ପୀତାମ୍ବର। ହେମ ମେଖଳା ତତି ସାଜେ, କୋଟିଏ ରବି ତେଜ ଗଞ୍ଜେ। ଚରଣେ ସୁରତ୍ନ କଠାଉ, ତେଜେ ବିରାଜେ ଦାଉ ଦାଉ। ସେ ପାଦ ପଦ୍ମେ ଶୁଭାବନ, ଦିଶଇ ଅଷ୍ଟାଦଶ ଚିହ୍ନ। ଅରୁଣ କୁପନଦ ଛବି, ଭକତ ମୁଖ ଯାହା ଭାବି। ଏମନ୍ତ ସ୍ୱରୂପ ଦର୍ଶନ, କନ୍ଦ ଶବର ତୁସ ମନ। ସର୍ବ ସଂଶୟ ଗଲା ଫିଟି, ଶବର ତାଙ୍କ ପାଦେ ଲୁଟି। ଶ୍ରୀରାମ ବୋଲନ୍ତି ଶବର, ଉଠି ତୁ ମାଗି ହେନ ବର। ତା ଶୁଣି ଶବର ଆନନ୍ଦ, ବୋଲଇ ନମୁ ଆଦି କନ୍ଦ। କି ବର ମାଗିବି ଗୋସାଇଁ, ପ୍ରଭୁ ପଣକୁ ଲୁଚି ଯାଇ। ସବୁ ମିଳିଲା ପ୍ରଭୁ ମତେ, କେବଳ କୃପାର ଖଚିତେ। ତା ଶୁଣି ପ୍ରଭୁ ରଘୁନାଥ, ବଇଲେ ଶୁଣ ଆରେ ଭକ୍ତ। ଜୀବନେ ସର୍ବେ ସୁଖେ ଥାଅ, ମଲେ ବୈକୁଣ୍ଠେ ଠାବ ପାଅ।
ହେମନ୍ତ ଆଜ୍ଞା ତାକୁ ଦେଇ ଅନ୍ତର ହେଲେ ଭାବଗ୍ରାହୀ। ଶୁଣ ସୁମନ ଏ ଚରିତ ପ୍ରଭୁଙ୍କ ମହିମା ଏମନ୍ତ। ନିଷ୍କାମ ଭକ୍ତି ଦୃଢ଼ ଯାର ତା ଭାବେ ବସ ଦାମୋଦର। କହଇ ବିପ୍ରରାମ ଦାସ ମୋ ପ୍ରଭୁ କମଳା ବିଳାସ। ସେ ପାଦ ପଦ୍ମ ହୃଦେ ଭାଜି କୋଟିଏ ବାର ଲୁଚି ଯିବି। ସୁଜନେ ଏହି ରସେ ରସ ଏ ଭବ ସମୁଦ୍ରେ ନ ଭାସ। କିସ କହିବି ମୋହି ଛାର ସେ ସାଧୁ ଜନଙ୍କୁ ଗୋଚର। ହରି ଭକତ ଜନ କଥା ତାହାକୁ ସତ୍ୟ ଏହୁ କଥା। ଏଣୁ ଅଧମ ରାମ ଦାସ ସାଧୁ ଚରଣେ କଲା ଆସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଆନନ୍ଦାସବର ଦାଢ଼୍ୟତା ଭାବ ବର୍ଣ୍ଣନେ ନାମ ଊନପଞ୍ଚାଶ ଅଧ୍ୟାୟ।